କେମିତି ସାର୍ ଏଇଠି ଏରିଆରେ କେମିତି କ'ଣ ନିଆଁ ଲାଗିଲା ଏରିଆର ନାଁ କ'ଣ ସାର୍? ఈ ఏరియా నాట హଉଛି ଆଜ୍ଞା ହାତୀଶାଳ ଲାଲଗୁଡ଼ା MCC ମ୍ୟୁନିସିପାଲିଟିର MCC ଗ୍ରେଭ୍ଟା କେମିତି ନିଆଁ ଲାଗିଲା କାରଣ କି? ନିଆଁ ଲାଗିଲା ମାନେ ମୁଁ ବୁଲିବାକୁ ଆସିଥିଲି ଆଜ୍ଞା। ବୁଲିବାକୁ ଆସିଲା ବେଳେ ଦୁଇଟା ଲୋକ ମୋ ସାଙ୍ଗରେ ମିଶିଲା ବେଳେ ସେମାନେ ମୋତେ ଦେଖେଇଲେ ଯେ ଆଜ୍ଞା ଦେଖନ୍ତୁ ନିଆଁ ବାହାରୁଛି ବୋଲି। ନିଆଁ ବାହାରିବା ଭିତରେ ମାନେ ପୁରା ଜଳି ସାରିଥିଲା। ତାପରେ ମୁଁ ଫୋନ୍ କରିବି ଗଲା ମୋତେ ଫୋନ୍ ନମ୍ବର ମିଳିଲାନି। ମୁଁ କାଉନସିଲରକୁ ଫୋନ୍ କଲି। କାଉନସିଲର ଆସିଲା ପରେ ସିଏ ମୋତେ ନମ୍ବର ଦେଲେ। ସିଏ ଫୋନ୍ କଲେ ପୁଣି କାଉନସିଲର ମଧ୍ୟ ନମ୍ବର ଦେଲେ। ମୁଁ ଫୋନ୍ କଲି ଫାୟାରବାଲାକୁ। ଫାୟାରବାଲା ଦେଖେଇଲେ ପୋଲିସ ବାଲା କନଫର୍ମ ହେଇକରି ଲାଷ୍ଟକୁ ଏ ଫାୟାରବାଲାକୁ ପଠେଇଲେ। ଦେଖନ୍ତୁ ପାଖରେ ତ କିଛି ସେମିତି ଘର ନାହିଁ। ନାଇଁ ଏମାନେ ରାତିରେ ନିଆଁ ଲଗେଇକି ପଳାଉଛନ୍ତି ଆଜ୍ଞା। ମ୍ୟୁନିସିପାଲିଟି ବାଲା ନିଆଁ ଲଗେଇକିରି ଯାଉଛନ୍ତି। ଦେଖନ୍ତୁ ଏ ପାଖରେ ଆହୁରି ଲାଗିଛି। ଆପଣ ଠିଆ ହେବା ପାଖରେ ମଧ୍ୟ ନିଆଁ ଲାଗିକିରି ଅଛି। ନିଆଁ ଲଗାଇବାର କାରଣ କ'ଣ? ନିଆଁ ଲଗେଇବାର କାରଣ ମାନେ ସେମାନେ ସେ ଯୋଉ କଚଡ଼ା ଗୁଡାକୁ ଡିସ୍ପୋଜ କରିପାରୁନାହାନ୍ତି। ଡିସ୍ପୋଜ ନ କରିବା ଦ୍ୱାରା ସେମାନେ ନିଆଁ ଲଗେଇଦେଲେ ପୁରା ଇଏଟା ସରଫେସଟା ମିଳିଯିବ, ସେମାନଙ୍କୁ କମିଯିବ। ସେ ଉଦ୍ଦେଶ୍ୟରେ ସେମାନେ ନିଆଁ ଲଗେଇ ଦେଉଛନ୍ତି। ଆପଣ ନିଆଁ ଲଗାଇବା ଦ୍ୱାରା ହିଁ ନିଆଁ ଲାଗିଛି। ଏଇଟା ଏତେ ଭୟଙ୍କର ନିଆଁ ଯଦି ଭୟଙ୍କର ମାନେ ଭୟଙ୍କର ପବନ ମଧ୍ୟ ହେଲା ଆଜ୍ଞା। ଯଦି ପାଖରେ ଯଦି ଅଧିକ ଘର ଯଦି ନାଇଁ ଘର ଥିଲେ ନଥାନ୍ତା। ଏବେ ତ ତାଙ୍କର ମେସିନ୍ ଫେସିନ୍ କ'ଣ ପୋଡ଼ିଯାଇଛି। ଫାୟାର ବାଲା ସରିଲା ପରେ ଆସିଲା ଆଜ୍ଞା। ପୁରା ମାନେ 80% ପୋଡ଼ି ସାରିଥିଲା। ସେମାନେ 20% ବେଳକୁ ଆସିଲେ ଫାୟାର ବାଲା।